ମୁଁ ଓମପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମଆର ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ ଭଲ ଭାବରେ ଚାଲିଥିବ। ଆଜିର ଭିଡ଼ିଓରେ ଆମେ ଆଉ ଗୋଟେ ଟପିକ୍ ଡିସ୍କସନ କରିବା। ପୂର୍ବ କ୍ଲାସରେ ଆମେ ଟାଇମ୍ ଆଣ୍ଡ ୱାର୍କ ତା ପୂର୍ବରୁ ପରସେଣ୍ଟେଜ କ୍ଲାସ୍ ଡିସ୍କସନ କରିଥିଲୁ। ଯଦି ଆପଣ ବୁଝିନାହାନ୍ତି ମୁଁ ଡେସ୍କ୍ରିପ୍ସନରେ ଲିଙ୍କ ଦେଇଦେବି କିମ୍ବା ଆପଣ ଏମଆର ଷ୍ଟଡି ଏକାଡେମୀକୁ ଯାଇ ପ୍ଲେଲିଷ୍ଟରେ ଓଡ଼ିଶା କନେଷ୍ଟବଳ ଏକ୍ଜାମ ଫୁଲ୍ ମ୍ୟାଥମେଟିକ୍ସ କ୍ଲାସ୍ ପ୍ଲେଲିଷ୍ଟକୁ ଯାଇ ଦେଖିପାରିବେ। ଆଜିର ଭିଡ଼ିଓରେ ଆମେ ରେସିଓ ପ୍ରପୋର୍ସନର କିଛି ଇମ୍ପୋର୍ଟାଣ୍ଟ କିଛି ଅଲଗା ଅଲଗା ଟାଇପ୍ର କେମିତି କ୍ୱେଶ୍ଚନ୍ ପଡ଼େ ସେଟା ଡିସ୍କସନ କରିବା। ଗୋଟେ ଟାଇପ୍ର କ୍ୱେଶ୍ଚନ୍ ମୁଁ ସେଗୁଡ଼ା କହିଦେବି ଯେ କେମିତି କ'ଣ କ୍ୱେଶ୍ଚନ୍ ପଡ଼େ କେମିତି ସଲ୍ଭ କରିବା, ଟ୍ରିକ୍ସ ମାଧ୍ୟମରେ ସଲ୍ଭ କରିବା। ଆପଣ ମନେ ରଖିବେ ଏମିତି ମୁଁ କହିବି। ତେଣୁ ଭିଡ଼ିଓଟି ଫୁଲ୍ ଦେଖନ୍ତୁ। ଯଦି ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଛି ଭିଡ଼ିଓଟିକୁ ଲାଇକ୍ କରିଦେବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ଭିଡ଼ିଓ ଦେଖୁଛନ୍ତି କିନ୍ତୁ ସବସ୍କ୍ରାଇବ କରୁନାହାନ୍ତି ହେଲା, ସବସ୍କ୍ରାଇବ ଟିକେ କରିଦେବେ। ଆଉ ଯଦି ଆପଣଙ୍କୁ ଆଉ କିଛି ଟପିକ୍ର ଦରକାର ବା ଏମସିକ୍ୟୁ କ୍ଲାସ୍ ଦରକାର, ଆପଣଙ୍କୁ ମାରାଥନ କ୍ଲାସ୍ ଦରକାର ମ୍ୟାଥମେଟିକ୍ସରେ, ତାହେଲେ ମୋତେ କମେଣ୍ଟରେ ଜଣାଇ ପାରିବେ। ମୁଁ ତାହେଲେ ଆପଣ ମାରାଥନ କ୍ଲାସ୍ ଆଣିପାରିବି ଏମସିକ୍ୟୁ ୱାଇଜ୍। ତେଣୁ ଯିବା ଦେଖିବା କ'ଣ କ'ଣ କ୍ୱେଶ୍ଚନ୍ ଗୁଡ଼ାକ ଅଛି। ପ୍ରଥମ ଟାଇପ୍ର କ'ଣ ଅଛି ନା କମ୍ବିନେସନ୍ ରେସିଓ, ମାନେ କ'ଣ ଆପଣଙ୍କୁ ଦେଇଥିବ ଏ ବି ସି ଡି ଏମିତି ଦେଇଥିବ। ତେଣୁ ଆପଣ କେମିତି ବାହାର କରିବେ କ୍ୱେଶ୍ଚନଟି କ'ଣ ଅଛି ଦେଖିଦେବା ଫାଷ୍ଟ। If A is to B is equal to 4 is to 5 ସେମିତି B is to C ଅଛି କେତେ 2 is to 3 ଆପଣଙ୍କୁ ABC ପଚାରିଛି। ବହୁତ ପିଲା କ'ଣ କରନ୍ତି ନା ସାର୍ A by B ସମାନ 2 by 3 ସମାନ K ନବା, ସେଠୁ A is equal to 4K 5K କିଛି ନାହିଁ, ସେଟା କିଛି କରିବା ଦରକାର ନାହିଁ। ଆପଣଙ୍କୁ ସର୍ଟକଟ୍ ହେଉଛି କେମିତି ମନେ ରଖିବେ ବାସ୍। ଏମିତି ଯେତେବେଳେ ତିନିଟା ଦେଇଥିବେ ଆପଣଙ୍କୁ କ'ଣ କରିବେ, ସାଧା ସିମ୍ପଲ୍ କଥା A B ଆଉ C ତିନିଟା ଲେଖିଦେଲେ, ତଳେ ଗାର ଦେଇଦେବେ। ଯାହା ଯାହା ଲେଖା ହେଇଛି A is to B, A ତଳେ କେତେ ଭଲସେ ଲେଖିଦେବା। ଏଇଟା A B C ତିନିଟା ରହିଲା। A is to B ଅଛି କେତେ 4 is to 5, ତେଣୁ A ଜାଗା A ତଳେ କେତେ 4, B ତଳେ କେତେ 5। ଚାଲ A ତଳେ କେତେ 4, B ତଳେ 5 ସରିଗଲା। C ନାହିଁ ତେଣୁ ଛାଡ଼ିଦେଲେ। ସେକେଣ୍ଡ ଅଛି କ'ଣ B is to C, ସେମିତି B ତଳେ କେତେ ତା ତଳକୁ ଲେଖିବା 2, C ତଳେ 3। ବାସ୍ ଏବେ ଯୋଉ ଫାଙ୍କା ଜାଗା ରହିଲା ଏଠି ଗୋଟେ ଫାଙ୍କା ଜାଗା ରହିଲା, ତିନିଟା ଲାଇନ୍ ସିନା ଦିଟା ଲାଇନ୍ ସିନା କ'ଣ କମ୍ପ୍ଲିଟ୍ ହବ। ତା ସାଇଡରେ ଯାହା ଏ ସାଇଡରେ କ'ଣ 5 ଅଛି 5 ଲେଖିଦେବା। ସେମିତି ଏଠି କ'ଣ ୟା ସାଇଡରେ 2 ଅଛି ସେଠି 2 ଲେଖିଦେବା। ଏବେ କ'ଣ ସବୁକୁ ମଲ୍ଟିପ୍ଲାଏ କରିଦବା, ତଳକୁ ତଳ ମଲ୍ଟିପ୍ଲାଏ କରିବା। 4 2 କେତେ 8, ସେମିତି 5 2 10, ସେମିତି 5 3 15 ସରିଲା। ଖାଲି ମଲ୍ଟିପ୍ଲାଏ ଯଦି ଆପଣ ଜାଣିଛନ୍ତି ସରିଲା। ତେଣୁ ଏବିସିର ଆମର ରେସିଓ ବାଲା କେତେ 8:10:15। 10 ସେକେଣ୍ଡରୁ ଅଧିକା ଟାଇମ୍ ଆପଣଙ୍କୁ ଲାଗିବନି, ବୁଝୁଛି ଅଧିକା ଟାଇମ୍ 10 ସେକେଣ୍ଡ ତ ଅଧିକା ଟାଇମ୍ ହେଇଯାଉଛି। 8:10:15 ଅପସନ୍ ନମ୍ବର ଏଟା କରେକ୍ଟ ଆନ୍ସର ହବ। କିଛି ଅସୁବିଧା ହେଲା କିଛି ନାହିଁ। ଏବିସି ଦେଇଥିଲା, এবି ବିସି ଯାହା ବି ଆପଣଙ୍କୁ ଦେଇଥାଉ, ଚାରିଟା ପଚାରିଥାଉ, ଚାରିଟା ଭିତରେ ଡି ଥାନ୍ତା ସେମିତି ଡି ଲେଖି ଦିଆନ୍ତେ, ତଳକୁ ତଳ ମଲ୍ଟିପ୍ଲାଏ କରିଦିଆନ୍ତେ, ଏମିତି ସରି ଦିଆନ୍ତା। ବୁଝିପାରିଲେ, ଯାହା ବି ଦେଇଥାଉ ବାହାର କରିଦେବେ। ଏବେ ନେକ୍ସଟ ଟାଇପ ଏମିତି ଯାହା ଟାଇପର କ୍ୱେଶ୍ଚନ ପଡ଼ିବ କରିପାରିବେ, ମୁଁ ଆଶା କରୁଛି। ଦେଖ ନେକ୍ସଟ ଟାଇପର କ୍ୱେଶ୍ଚନ କ'ଣ ଅଛି ନା ମିକ୍ସଚର ପ୍ରୋବ୍ଲେମ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ ହେଲା, ଆପଣଙ୍କୁ ସିଓର କହୁଛି ଯେକୌଣସି ଏକ୍ଜାମ ଦେଇଥାନ୍ତୁ ଆପଣ ଏଇଟା ପଡ଼ିବ ଏଇ କ୍ୱେଶ୍ଚନଟା, ମାନେ ଏଇ ଟାଇପର ପଡ଼ିବ। କ୍ୱେଶ୍ଚନଟି କ'ଣ ଅଛି, ଏ 60 ଲିଟର ମିକ୍ସଚର କଣ୍ଟେନ୍ସ ମିଲ୍କ ଆଣ୍ଡ ୱାଟର ଇନ୍ ଦ ରେସିଓ 2:3, ହାଉ ମଚ୍ ମୋର ୱାଟର ଇନ୍ ଲିଟର ମଷ୍ଟ ବି added to the mixture to make the ratio of the milk to water 1:2। क्वेश्चन बहुत बड़ बहुत क्रिटिकल जना पड़ुଛି, କେତେ ମିଶେଇବା କେତେ ନାହିଁ x y କେତେ କ'ଣ କରିଦେବା କିଛି ନାହିଁ, क्वेश्चन କିଛି ନାହିଁ। ରେସିଓ ପ୍ରପୋର୍ସନ ଆମେ ରେସିଓ ଆକାରରେ ନେବା। କ'ଣ କରିବା, କ'ଣ କ'ଣ ମିକ୍ସଚର କହିଛି ମିଲ୍କ ୱାଟର, ମିଲ୍କ ପାଇଁ m ଲେଖିଦେବା, ୱାଟର ପାଇଁ W ଲେଖିଦେବା, ସରିଲା। ରେସିଓ ପ୍ରପୋର୍ସନ ରେସିଓ ଆକାରରେ 60 ଲିଟର ଟୋଟାଲ ଅଛି, ମନେ ରଖିଥାନ୍ତୁ। ଫାଷ୍ଟ ଦେଖନ୍ତୁ କେତେ ଥିଲା କହିଲା 2:1, ମିଲ୍କ କେତେ ଥିଲା 2:1 ହେଲା। ତାପରେ କହିଲା କ'ଣ ନା ଆମେ କେତେ ୱାଟର ମିଶେଇବା, ଏଇଟା ହେଉଛି ମେନ୍। ମୋର ୱାଟର ମିଶେଇବା ଯାହାଦ୍ୱାରା କି ମିକ୍ସଚରଟା କେତେ ହେଇଯିବ ନା ସାର୍ 1:2, ତେଣୁ ଆମର ମିଲ୍କଟା ହେଇଯିବ କେତେ 1:2। ଟିକେ ଭଲସେ ଲେଖିଦେବା, ମିଲ୍କ ଆଉ ଭଲସେ ଲେଖିଦେବା, ଏଇଟା ମିଲ୍କ ଏଇଟା ୱାଟର। ଫାଷ୍ଟ ଥିଲା କେତେ ନା ସାର୍ 2:1, ତାପରେ ଆଉ ୱାଟର ଏଡ୍ କରିବା ଯୋଗୁଁ ଆମର କେତେ ହେବ 1:2। ଗୋଟେ କହିଲେ ସାର୍ ଆପଣ କହିଲେ ୱାଟର ଏଡ୍ କରିବେ, ମାନେ ୱାଟର ଯଦି ଏଡ୍ ହଉଛି ତାହେଲେ ମିଲ୍କ ତ ଯାହା ଥିଲା ସେ ଆମେ ତ ମିଲ୍କ ତ ଏଡ୍ କରନୁ ନା ସାର୍, ଏଠି 2 ଅଛି ଏଠି 1 ଅଛି, ଏଟା ଭଲ କଥା ନୁହେଁ ନା। ତେଣୁ ଏଟାକୁ ବି 2 କରିଦେବା, ଦିନେ ସିନା ମିଲ୍କ ସମାନ ରହିବ, ଆମେ ୱାଟର ଏଡ୍ କରୁଛୁ ମିଲ୍କ ଥୋଡ଼ି ନା ଏଡ୍ କରୁଛୁ। ସେଥିପାଇଁ ୱାଟରକୁ ସମାନ, ୱାଟରଟା ଏଡ୍ ହବ ମିଲ୍କଟା ସମାନ ହବ। ସମାନ ହବ କେମିତି, ସାର୍ ଏଠି 1 ଅଛି ଏଟାକୁ 2 କରିଦେବା, କେମିତି 2 ମଲ୍ଟିପ୍ଲାଇ କରିଦେବା ନା 2 ହେଲା। ସାର୍ ଏଠି 2 ମଲ୍ଟିପ୍ଲାଇ କଲେ ମାନେ ଏ ସାଇଡରେ ବି ତ 2 ମଲ୍ଟିପ୍ଲାଇ କରିଦେବ ନା ଅଲଗା ହେଇଯିବ, 2 ମଲ୍ଟିପ୍ଲାଇ କରିଦେଲେ। ତେଣୁ ଏବେ କ'ଣ ହେଲା, ଏଟା ହେଇଗଲା କେତେ 2, ଏଟା ହେଲା 4। ତେଣୁ ଆମର ମିଲ୍କ ଆଉ ୱାଟର ରେସିଓ ଏବେ କେତେ ଆସିଗଲା, ଏଟା ହେଇଯିବ ଗୋଟେ କେତେ 2, ଏଟା ହେଇଗଲା କେତେ ନା ସାର୍ 4 ହେଲା। ତେଣୁ ଏବେ ଦେଖନ୍ତୁ କ'ଣ ହେଲା, ମିଲ୍କ ଯେତିକି ଥିଲା ଦେଖିଦେବା ଟିକେ, ମିଲ୍କ ଆଉ ୱାଟର ଏଟା ଥିଲା କେତେ ନା 2:1, ଏଟା ମଲ୍ଟିପ୍ଲାଇ କଲେ 2 କେତେ ହେଲା 4 ହେଲା। ଏବେ ଦେଖନ୍ତୁ କ'ଣ ଅଛି, ମିଲ୍କର ଯାହା ଥିଲା ସେୟା,
কিন্তু ଏଠି ୱାଟର କେତେ ଏଡ୍ କରାଯାଇଛି ଏଠି 1 ୟୁନିଟ୍ ଥିଲା ଏବେ କେତେ 4 ୟୁନିଟ୍ କେତେ ଏକ୍ସଟ୍ରା ହେଲା ନା ସାର୍ 3 ୟୁନିଟ୍ ଏବେ ତ 3 ୟୁନିଟ୍ ସାର୍ ବାହାର କରିଦେଲେ ଏଇ ୟୁନିଟ୍ ଟାକୁ ବାହାର କରିବେ କେମିତିଆ ଫାଷ୍ଟ ଦେଇଥିଲା କେତେ 60 ଲିଟର 60 ଲିଟର ପାଇଁ ଆପଣ କହିଥିଲେ କଣ ମିଲ୍କ ଆଉ ୱାଟର କେତେ ଅଛି 2:1 କହିଥିଲେ ନା ଗୋଟେ 2 ଗୁଣା ଗୋଟେ ଗୁଣା ଟୋଟାଲ ମିଶିକି 60 ମାନେ କଣ 2 ଗୁଣା ପ୍ଲସ ଗୋଟେ ଗୁଣା ମାନେ 3 ଗୁଣା 3 ଗୁଣାକୁ ହଉଛି କେତେ 60 ତେଣୁ ଗୋଟେ ଗୁଣାକୁ ହେଇଯିବ କେତେ ସାର୍ 60 ଡିଭାଇଡ୍ ବାଇ 3 ମାନେ କେତେ ସାର୍ 20 ହେଲା ତେଣୁ ଆମର ଗୋଟେ ୟୁନିଟ୍ କେତେ ବାହାରିଲା 20 ତେଣୁ ଆମର ଏଠି ବାହାରିଲା କେତେ 3 ୟୁନିଟ୍ ଆମର 3 ୟୁନିଟ୍ ସରେ କେତେ ହେଇଯିବ ଗୋଟେ ୟୁନିଟ୍ ଯଦି 20 ହେବ 3 ୟୁନିଟ୍ ସରେ କେତେ 3 ଗୁଣନ କେତେ 20 ସମାନ କେତେ 60 ତେଣୁ ଆମର କେତେ ୱାଟର ଏଡ୍ କଲେ ବୁଝିପାରିଲେ ନା ୱାଟର କେମିତି ଏଡ୍ କରାହେଲା ଏଠି ଗୋଟେ ୟୁନିଟ୍ ଥିଲା ଏଠି 4 ୟୁନିଟ୍ ଯଦି ମାଇନସ୍ କରୁ 3 ୟୁନିଟ୍ ଆମର ୟୁନିଟ୍ ବାହାରିବ କେମିତି ନା 60 ଲିଟର କହିଥିଲେ ଆପଣ x ୟୁନିଟ୍ ଯାହା ବି ଆପଣ ଭାବି ନିଅନ୍ତୁ x କିଛି ଦରକାର ନାହିଁ ଏଠି ଆମେ ଖାଲି x ଖାଲିଟାରେ ନଉଛନ୍ତି 60 ସମାନ ଆମର କଣ ଦିଟା ମିଶିକି ମିଲ୍କ ୱାଟର ଦେଇଥିଲା କେତେ ରେସିଓ 2:1 ତେଣୁ 2 ଆଉ 1 ମିଶିଥିଲେ କେତେ 3 ୟୁନିଟ୍ କୁ ହେଲା କେତେ 60 ତେଣୁ ଗୋଟେ ୟୁନିଟ୍ ହେଇଗଲା କେତେ 20 ତେଣୁ ସେଇଟା ସରିଗଲା ତାପରେ ଆମର ଏଠି 3 ୟୁନିଟ୍ ବାହାରିଥିଲା 3 ୟୁନିଟ୍ ସମାନ କେତେ 3 ଗୁଣନ 20 ସମାନ 60 ତେଣୁ କୋଉଟା ଠିକ ହେଲା ସଠିକ ଉତ୍ତରଟି ହବ କଣ ଅପସନ ନମ୍ବର ବି যেটা କି 60 ଲିଟର ବୁଝିପାରିଲେ କିଛି ଅସୁବିଧା ନାହିଁ 10 ସେକେଣ୍ଡ ଗ୍ୟାରେଣ୍ଟି 10 ସେକେଣ୍ଡ ଏମିତି ଯାହା ବି କ୍ୱେଶ୍ଚନ ପଡିଥିବ ୱାଟର ଯଦି କହିଥିବ କଣ ୱାଟର ଏଡ୍ କରିବ ନଥିଲେ ୱାଟର ଏଡ୍ କରିବେ ଯଦି କହିଥିବ ମିଲ୍କ ତାହେଲେ ୱାଟର କୁ ସେମ୍ କରିବେ ମିଲ୍କ କୁ ଏଡ୍ କରିବେ ଯାହା ଅଛି ସେ ତାପରେ ଦେଖିବା ଆଉ ଟାଇପ ମନି ଡିଷ୍ଟ୍ରିବ୍ୟୁସନ ଏଟା ବଢିଆ କ୍ୱେଶ୍ଚନ ଟି ହେଲା ବୁଝିବା ପାଇଁ ଥରେ ବୁଝିଗଲେ ଆପଣ ଯେ କ୍ୱେଶ୍ଚନ ପଡୁ କରିଦେବେ କଣ ଅଛି ନା ଗୋଟେ ଟୋଟାଲ ଆମାଉଣ୍ଟ କେତେ ଅଛି ନା 2250 ଟଙ୍କା ଇଜ ଡିଭାଇଡେଡ among 3 friends PQR shows that P's share is 1/3 of Q share Q share is 1/2 of R share what is the share of R ବହୁତ କଷ୍ଟ क्वेश्चन ସାର୍ ଏଠି କଣ ଦେଲା ଫ୍ରାକ୍ସନ ଦେଲାନି ଦିଟା କଣ କରିବା କିଛି ନାହିଁ क्वेश्चन ଟାକୁ ଆପଣ ଭାଙ୍ଗି ଦିଅନ୍ତୁ କେମିତି କହିଛି କଣ ଫାଷ୍ଟ ଷ୍ଟାର୍ଟିଂ କଣ କୋଉଠି କରିବେ ନା ଯେଟା ଡାଟା ଦେଇଛି କଣ ଦେଇଛି P share is 1/3 of Q share of ପରେ ମଲ୍ଟିପ୍ଲାଏ ହୁଏ ତେଣୁ କଣ ଅଛି P is equal to କଣ ହେଇଯିବ P is equal to କଣ ହେଇଯିବ 1/3 of କିଏ Q ସେମିତି ଆଉ ଗୋଟେ ଦେଇଛି କଣ Q is equal to କେତେ ନା ସାର୍ 1/2 of R ତେଣୁ ଏଇଠି ଆମେ ପାଇଯିବା ନା P by Q Q ଟା ଏଠି ମଲ୍ଟିପ୍ଲାଏ ହେଇଯାଉଛି ଏପଟେ ହେଲେ କଣ ଡିଭାଇଡ ହେଇଯିବ ମାନେ କେତେ P by Q ସମାନ ହେଇଯିବ କେତେ ସାର୍ 1/2 ବୁଝିପାରିଲେ ନା Q ଟା ଏପଟେ ଡିଭାଇଡ ହେଇଗଲା ସେମିତି ଏଇଟା ଅଛି କେତେ 1/3 ସରି 1/3 ସେମିତି Q ଏଟା R ମଲ୍ଟିପ୍ଲାଏ ହେଉଛି ଏପଟେ ଡିଭାଇଡ ହେଇଯିବ ତେଣୁ ହେଇଯିବ କେତେ Q by R ସମାନ ହେଇଯିବ କେତେ ଆମର 1/2 ଆଗରୁ ଫାଷ୍ଟ क्वेश्चन କରିଥିଲେ ମନେ ଅଛି ଯେମିତି କରିଥିଲେ A by B B by C ସେମିତି ଏଇଟା ବି ସେମିତି ହବ P by Q ସମାନ 1/3 Q by R ସମାନ 1/2 ସେଇଟାକୁ ସଲ୍ଭ କରିଦବା କେତେ ତିନିଟା ବି ଲେଖିଦବା ଆମର ତିନିଟା ଦରକାର P Q R ଲେଖିଦେଲେ P by Q ସମାନ ହେଇଥିଲା କେତେ 1/3 ତେଣୁ ଆମେ P ଯେ ତଳେ 1 ଲେଖିବା Q ତଳେ 3 ଲେଖିବା ସେମିତି Q by R ସମାନ ଥିଲା କେତେ 1/2 ସେମିତି Q ତଳେ 1 ଲେଖିବା R ତଳେ 2 ଲେଖିବା ଏବେ ଫାଙ୍କା ଜାଗା ଗୁଡାକ ଯାହା ସାଇଡ୍ ରେ ସେଟା ଲେଖିଦବା ଏଠି ଫାଙ୍କା ଜାଗା କେତେ ଅଛି 3 ଅଛି ସାଇଡ୍ ରେ ତେଣୁ 3 ଏଟା ଫାଙ୍କା ଜାଗା 1 ଅଛି ତେଣୁ 1 ହେଲା ଏବେ ମଲ୍ଟିପ୍ଲାଏ କରି ତଳକୁ ଦବା କେତେ 1 ହେଇଗଲା ଏଟା 3 ହେଇଗଲା ଏଟା 6 ହେଇଗଲା ତେଣୁ ଆମ ଟୋଟାଲ ଟଙ୍କା ରେସିଓ ବାହାରିଲା କେତେ PQR ଭିତରେ 1:3:6 ଟୋଟାଲ ତାଙ୍କର ଆମାଉଣ୍ଟ କହିଥିଲେ କେତେ ନା 2250 ତେଣୁ ଏଇ ଯୋଉ ଗୋଟେ ୟୁନିଟ୍ 3 ୟୁନିଟ୍ 6 ଟୋଟାଲ ମିଶି ହବ କେତେ ସାର୍ 2250 ଆମ ଅନୁସାରେ କେତେ ୟୁନିଟ୍ ହଉଛି 3 6 3 9 1 10 ତେଣୁ 10 ୟୁନିଟ୍ ହେଇଯିବ ଇଜିକାଲ ଟୁ କେତେ 10 ୟୁନିଟ୍ ଇଜିକାଲ ଟୁ 2250 ହେଲା ବୁଝିପାରିଲେ ତେଣୁ ଆମର ଗୋଟେ ୟୁନିଟ୍ ସମାନ ହେଇଯିବ କେତେ 225 ତେଣୁ ଆମର ଦରକାର କେତେ ସାର୍ ଆର ଟା ହେଇଥିଲା କେତେ 6 ୟୁନିଟ୍ ତେଣୁ ଆମର ଗୋଟେ ୟୁନିଟ୍ ସମାନ 2225 ତେଣୁ 6 ୟୁନିଟ୍ ସମାନ କେତେ ହେଇଯିବ ବାଇ 225 ଇଣ୍ଟୁ କେତେ 6 ସମାନ ହେଇଯିବ କେତେ ନା 1350 ହେଲା ବୁଝିପାରିଲେ ତେଣୁ ଅପସନ ନମ୍ବର ସି ଟା ହବ କରେକ୍ଟ ଆନ୍ସର କିଛି ଅସୁବିଧା କିଛି ନାହିଁ ଫାଷ୍ଟ ଯଦି ବୁଝିଛନ୍ତି ଆପଣ ଯେତେ ବି ସେଇଟା କହିଲି ସେଟା ଯଦି ବୁଝିଛନ୍ତି ଯେତେ ବି ତା ଟାଇପ ର କ୍ୱେଶ୍ଚନ ଦେଇଥିବ ଆପଣଙ୍କୁ କିଛି ଅସୁବିଧା ହବନି ଯଦି ଆପଣ ପଢିଥିବେ ନହେଲେ ଆପଣ ଏକ୍ସ ୱାଇ ନେବେ ବହୁତ 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 ଯାତ୍ରା ସେଗୁଡା ବୁଝିବା ନାହିଁ ଆପଣ ଖାଲି PQR ସେମିତି ତଳକୁ ତଳ ମଲ୍ଟିପ୍ଲାଏ କରିଦେବେ ଆନ୍ସର ଆରାମସେ ବାହାରିଯିବ ବୁଝିପାରିଲେ ଏବେ ଦେଖିବା 4 ନମ୍ବର କ୍ୱେଶ୍ଚନ ଟା 4 ନମ୍ବର क्वेश्चन କଣ ଅଛି ଦ ରେସିଓ ଅଫ ଦ ପ୍ରେଜେଣ୍ଟ ଏଜ୍ ଉପରେ ଏଟା क्वेश्चन ଅଛି ବଢିଆ क्वेश्चन ଏମିତି ପାଆନ୍ତି ପରୀକ୍ଷାରେ ହେଲା ଆପଣ ନିହାତି ପଢିଥିବେ ଏମିତି ଦ ରେସିଓ ଅଫ ପ୍ରେଜେଣ୍ଟ ଏଜ୍ ଅଫ ଦ ଫାଦର ଏଣ୍ଡ ସନ୍ ଇଜ 5:2 4 years ago ଦ ରେସିଓ ଅଫ देयर ଏଜେସ୍ 7:2 ପ୍ରେଜେଣ୍ଟ ଏଜ୍ କେତେ ପଚାରିଛି ସାର୍ କଣ ଦେଲା ଏଟା ବୁଝିହେଲାଣି ଲେଖିଦବା ଆଗେ ହେଲା କଣ କହିଛି କାହା କାହାର ଏଜ୍ ବିଷୟରେ ରେସିଓ ଆକାର ମାନେ କଣ ଆଗେ ଲେଖିଦବା ଫାଦର ଆଉ ସନ୍ କଣ କହିଲା ଫାଷ୍ଟ ପ୍ରେଜେଣ୍ଟ ଏଜ୍ ଏଠି ଆଗେ ପ୍ରେଜେଣ୍ଟ ଏଜ୍ ମେନସନ କରିବେ ପ୍ରେଜେଣ୍ଟ ଏଜ୍ କେତେ ଥିଲା ରେସିଓ ସାର୍ 5:2 କେତେ 2 ତାପରେ କଣ କହିଲା 4 ବର୍ଷ ପୂର୍ବରୁ ମାଇନସ 4 ଲେଖିଦବା 4 ବର୍ଷ ପୂର୍ବରୁ ତାଙ୍କର କେତେ ଥିଲା 7:2 ଏତିକି ସରିଗଲା ଏବେ ଗୋଟେ କମନ ସେନ୍ସ ରେସିଓ ପ୍ରପୋର୍ସନ ଏରିଥମେଟିକ ରେ ସବୁବେଳେ କମନ ସେନ୍ସ ୟୁଜ ହୁଏ କମନ ସେନ୍ସ କଣ ନା ସାର୍
ଆମର 4 ବର୍ଷ ପୂର୍ବରୁ ତାଙ୍କର 5 ଥିଲା, 4 ବର୍ଷ ପରେ 7 ହେଲା। ସାର୍ ଏଠି 2 ୟୁନିଟ୍ ତ ବଢିଲା। କିନ୍ତୁ ଏଠି ଦେଖନ୍ତୁ ସାର୍ ଛୁଆର ଯୋଉ ସନ୍ ଥିଲା ତାର ତ 2 କୁ 2 ରହିଲା। ଏଠି ତ କିଛି ବଢିଲାନି। ତାହେଲେ ଏଇଟା ତ ସମାନ ହଉନି। ଆମେ ଯାହା ବି ରେସିଓ ପକେଇବା ସମାନ ହବନି ନା। ତେଣୁ କଣ କରିବା ଏଠି ସାର୍ ସମାନ କରିବା। କେମିତି କରିବା? ଗୋଟେ ସର୍ଟକଟ୍। କେମିତି ନା ୟା ଭିତରେ ଡିଫରେନ୍ସ ଦେଖିଦେବେ। କେତେ ଅଛି 7 ଆଉ 2 ଭିତରେ ଡିଫରେନ୍ସ କେତେ? ସାର୍ 5 ଅଛି। ଏଇ 5 ଟାକୁ ମଲ୍ଟିପ୍ଲାଏ କରିବା କାହା ସହିତ? ଏଇ 5 ଟାକୁ ଉପର ସହିତ ଏଇ ଦିଟା ସହିତ ମଲ୍ଟିପ୍ଲାଏ କରିଦେବେ। 5 ଗୁଣନ 5 କେତେ? ସାର୍ 25। ସେମିତି 5 ଗୁଣନ 2 କେତେ? 10। ତେଣୁ ଫର୍ଦର ଆଉ ସନ୍ ର ରେସିଓ କେତେ ବାହାରିଲା? 25:10। ଏଟା କଣ ପ୍ରେଜେଣ୍ଟ ଏଜ୍। 4 ବର୍ଷ ପୂର୍ବରୁ କଣ ହବ? ବାସ୍ ଏଟାକୁ ୟାର ଡିଫରେନ୍ସ ଟାକୁ ଏ ଦିଟା ସହିତ ମଲ୍ଟିପ୍ଲାଏ କଲେ ଏ ଦିଟାର ଡିଫରେନ୍ସ ଟାକୁ ଏଇ ଦିଟା ସହିତ ମଲ୍ଟିପ୍ଲାଏ କରିବେ। ଏ ଦିଟାର ଡିଫରେନ୍ସ କେତେ? ସାର୍ 3। 3 ଟାକୁ ମଲ୍ଟିପ୍ଲାଏ 7 ସହିତ କେତେ ହବ? 21। ସେମିତିଆ 3 ଟାକୁ 2 ସହିତ ମଲ୍ଟିପ୍ଲାଏ କେତେ ହବ? 6। ତେଣୁ ଏବେ ଆସିଗଲା 4 ବର୍ଷ ପୂର୍ବରୁ। ଏବେ ଡିଫରେନ୍ସ ଟା ଦେଖିଥିବା। ଯେମିତି ଥିଲା 25 ଥିଲା 21 ହେଲା କେତେ ୟୁନିଟ୍ ହେଲା? 4 ୟୁନିଟ୍ ହେଲା। ଏଠି ସେମିତିଆ 10 ଥିଲା 6 ହେଲା 4 ୟୁନିଟ୍। ସେ ଏକା ହେଲା ନା ନାଇଁ? ତେଣୁ ସେମିତିଆ ଏବେ କଣ କଲା? ଡିଫରେନ୍ସ ସମାନ ହେଲା। ତେଣୁ କ୍ୱେଶ୍ଚନ ଅନୁସାରେ ଆମକୁ କଣ କହିଥିଲା? ଯେ ଏଠି ପ୍ରେଜେଣ୍ଟ ଏଜ୍ ଏଟା 4 ବର୍ଷ ପୂର୍ବରୁ। ତେଣୁ ଏଇ ଦି ଜଣଙ୍କ ଭିତରେ ଏଇ ଯୋଉ ପ୍ରେଜେଣ୍ଟ ଏଜ୍ ଆଉ 4 ବର୍ଷ ପୂର୍ବରୁ ଗ୍ୟାପ୍ କେତେ? ସାର୍ 4 ୟୁନିଟ୍। ଆମର ଏଠି ଗ୍ୟାପ୍ କେତେ ବାହାରିଲା? 4। ତେଣୁ 4 ୟୁନିଟ୍ ଇକ୍ୱାଲ୍ ଆମର କେତେ ହେଲା? 4 ବର୍ଷ ନା ନାଇଁ? ଯଦି ଆମର ଏଠି ଗ୍ୟାପ୍ 8 ଆସିଥାନ୍ତା ତେଣୁ 4 ୟୁନିଟ୍ ସମାନ 8 ଲେଖିଥାନ୍ତେ। ସେଠି 4 ୟୁନିଟ୍ ଆମର ବାହାରିଲା କେତେ? 4 ନା। ତେଣୁ 4 ଲେଖିଲେ। ତେଣୁ ଗୋଟେ ୟୁନିଟ୍ ସମାନ କଣ ହେଲା? ନା ଗୋଟେ ଇୟର ହେଲା। ତେଣୁ ଆମର ଦରକାର କଣ କହିଛି କ୍ୱେଶ୍ଚନରେ? ନା ହ୍ୱାଟ ଇଜ ଦ ପ୍ରେଜେଣ୍ଟ ଅଫ ଦ ସନ୍। ପ୍ରେଜେଣ୍ଟ ଏଜ୍ ଅଫ ଦ ସନ୍। ସନ୍ ପ୍ରେଜେଣ୍ଟ କେତେ ଥିଲା? 10 ଥିଲା। ତେଣୁ ଆମର ଗୋଟେ ୟୁନିଟ୍ ସମାନ ତ ଗୋଟେ ଇୟର। ତେଣୁ ସେଥିପାଇଁ 10 ୟୁନିଟ୍ ସମାନ କେତେ? 10 ଇୟର। କିଛି ଅସୁବିଧା ହେଲା? କିଛି ନାହିଁ। ତେଣୁ ଅପସନ ନମ୍ବର କୋଉଟା? ଅପସନ ନମ୍ବର ଏ ହବ କରେକ୍ଟ ଆନ୍ସର। ଯାହାକି 10 ଇୟର ଥିଲା। କିଛି ନାହିଁ। ଖାଲି ଆପଣଙ୍କୁ ଫର୍ଦର ସନ୍ ବା ଯାହା ବି ଦେଇଛି ଖାଲି ରେସିଓ ଏଠି ଟାଲି କରିଦେବାର ଅଛି। ସବୁବେଳେ କମନ ସେନ୍ସ ୟୁଜ କରିବେ। ଖାଲି ଗୋଟେ ୟୁନିଟ୍ ସମାନ କେତେ ଇୟର ବା କେତେ ଲିଟର ଏଇଟା ବାହାର କରିଦେବେ। ତାପରେ ଯାହା ଥିଲା ସେୟା କରିଦେବେ। ବୁଝିପାରିଲେ? ତେଣୁ ଆଶା କরি ଆପଣ ବୁଝିପାରୁଥିବେ। ତେଣୁ ଦେଖିବା ଆଉ ଗୋଟେ ଏଇଟା ଆପଣଙ୍କୁ ପ୍ରାକ୍ଟିସ କ୍ୱେଶ୍ଚନ ଦଉଛି। ଏଇଟା କିଛି ନାହିଁ। ସେ ଯାହା ଆମେ ପଢିକି ଆସିଲୁ ସେଇଟାର ଆପ୍ଲିକେସନ ଇନକମ୍ ଆଉ ଏକ୍ସପେଣ୍ଡିଚର। ତଥାପି କହିଦଉଛି ଆପଣ ସଲ୍ଭ କରିବେ। ମତେ କମେଣ୍ଟ ସେକ୍ସନରେ ଜଣେଇବେ ଉତ୍ତରଟା କେମିତି ଅଛି। ତଥାପି କହିଦଉଛି କେମିତି କଣ ସଲ୍ଭ କରିବେ। କଣ ଦେଇଛି? ଦ ମନ୍ଥଲି ଇନକମ୍ ଟୁ ପର୍ସନ ଆର୍ ଇନ୍ ଦ ରେସିଓ 4:3। କଣ କହିଛି? ନା ଦି ଜଣ ପର୍ସନ ଅଛନ୍ତି ହେଲା। ତାଙ୍କର ଇନକମ୍ କେତେ? 4:3 ରେସିଓ। ଏକ୍ସପେଣ୍ଡିଚର କେତେ? 3:2। ଯୋଉ ପର୍ସନ କେତେ? ଏ ଆଉ ଜଣେ ବି ପର୍ସନ। ତାଙ୍କର ଇନକମ୍ ର ରେସିଓ କେତେ ଅଛି? ନା 4:3। ସେମିତି ଏକ୍ସପେଣ୍ଡିଚର କେତେ ଅଛି? ଆମର 3:2 ହେଲା। ଏଇଟା କହିଛି। ଆଉ କହିଛି କଣ? ନା ଇଫ୍ ଇଚ୍ ପର୍ସନ ସେଭ୍ 6,000 ପର ମନ୍ଥ। ସେମାନେ ସେମ୍ କଣ କରୁଛନ୍ତି? ସେଭ୍ କରୁଛନ୍ତି। ତାହେଲେ ତାଙ୍କ ମନ୍ଥଲି ଇନକମ୍ ଫାର୍ଷ୍ଟ ପର୍ସନ କେତେ ପଚାରିଛି। ସେଭ୍ କେମିତି ବାହାର କରି? ଇନକମ୍ ମାଇନସ୍ ଏକ୍ସପେଣ୍ଡିଚର ହେଲା। ସେମିତି ଏଠି ମାଇନସ୍ କରିଦେବେ। ଯଦି ଦେଖିବେ ସମାନ ନାହିଁ, ସମାନ କରିବା ପାଇଁ ତ ଆପଣଙ୍କୁ କହିଥିଲି। ଏଠିକି ଯେ କିନ୍ତୁ ସମାନ ଅଛି ଗୋଟେ ୟୁନିଟ୍। ସେ ଗୋଟେ ୟୁନିଟ୍ ସାର୍ କେତେ ହେବ? ସାର୍ କହିଛି ଇଚ୍ ପର୍ସନ 60,000 6,000 ଟଙ୍କା। ତେଣୁ ବୁଝିପାରୁଥିବେ କେଟା ସମାନ 1 ସମାନ କେତେ ହେବ ଆଉ। ତାପରେ ପଚାରିଛି ଫାର୍ଷ୍ଟ ପର୍ସନର ଇନକମ୍ କେତେ? ଇନକମ୍ ଫାର୍ଷ୍ଟ ପର୍ସନ କେତେ ଥିଲା? 4 ଥିଲା। 4 ଇକ୍ୱାଲ୍ କେତେ ବାହାର କରି ମତେ କଣ ଜଣେଇବେ। ଯଦି କିଛି ଡାଉଟ୍ ହଉଛି ଆପଣ ମତେ ଜଣେଇ ପାରିବେ। ଯାହାଫଳରେ କି ମୁଁ ଆପଣଙ୍କୁ ସେଇଠି କହିପାରିବି। ନହେଲେ ନେକ୍ସଟ କ୍ଲାସ୍ ଆପଣଙ୍କୁ ପଚାରି ପାରିବି। ଯଦି ଆପଣ ଆଉ କିଛି ଧର ଯୋଉ କମ୍ପ୍ୟୁଟର ଆୱାରନେସ୍ ର ହଉ ଆପଣଙ୍କୁ ଦେଖିପାରିବେ ଆମ ପ୍ଲେଲିଷ୍ଟରେ ଯାଇକି। ଆଉ ତ ଇଂଲିଶ ଆପଣଙ୍କୁ 120 ରୁଲ୍ ଗ୍ରାମାର ର ସେଟା ତ ପ୍ଲେଲିଷ୍ଟ ଅଛି। ଆପଣ ସଜେଇକି ରଖାଯାଇଛି। ଆପଣ ଏଇ ଖାଲି ଖୋଲିଲେ ଏମାର୍ସଡ ଏକାଡେମୀ ପ୍ଲେଲିଷ୍ଟ ଆପଣ ପାଇପାରିବେ। ତେଣୁ ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବେ। ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ଯାହାଫଳରେ କି ଆପଣଙ୍କ ପାଖରେ ଭିଡ଼ିଓ ପହଞ୍ଚି ପାରିବ। ଆଉ ବେଲ୍ ଆଇକନକୁ ଗଲେ ସେଟ୍ କରିଦେଇଥିବେ। ତେଣୁ ଆଜି ପାଇଁ ଏତିକିରେ ରହୁଛି। ନୂଆ ଗୋଟେ ଭିଡ଼ିଓରେ ନୂଆ ଗୋଟେ କନସେପ୍ଟ ଦେଖା ହବ। ସେଥିପାଇଁ ରହୁଛି। ଧନ୍ୟବାଦ।